ସୁପ୍ରଭାତ ପିଲାମାନେ। ଆମେ ଗତ କାଲାଂଶରେ ମାପର ଧାରଣା, ଚାଖଣ୍ଡେ, ପାଦେ ଓ ହାତରେ ମାପିବାର ଓ ଅନୁମାନ କରି ତାର ସମ୍ୟକ ଧାରଣା ପାଇ ସାରିଛୁ। ଆସ ଆଜି ଆମେ ତାହାକୁ ବ୍ୟବହାର କରି ଜାଣିବା। ଏଠାରେ ହାତର ଚାଖଣ୍ଡେକୁ ଭଲ ଭାବେ ଲକ୍ଷ୍ୟ କର ଏବଂ ଆମେ ସମସ୍ତେ ନିଜ ବହିକୁ ନିଜ ଚାଖଣ୍ଡରେ ଠିକ୍ ଭାବେ ମାପିବା ଏବଂ ବହିର ଲମ୍ବ ଆମ ହାତର ଚାଖଣ୍ଡରେ କେତେ ଚାଖଣ୍ଡ ହୋଇଛି ତାହା ଆମେ ଜାଣିଲା। ଏବେ ଆମେ ସମସ୍ତେ ନିଜ ପାଦକୁ ଲକ୍ଷ୍ୟ କରିବା। ହଁ, ହୁଏତ ଆମ ପାଦର ଲମ୍ବ ଛୋଟ ବଡ଼ ହୋଇପାରେ, କିନ୍ତୁ ମାପ ଆମେ ଠିକ୍ ଢଙ୍ଗରେ ମାପିବା। ଆମେ ନିଜ ପାଦରେ କିଭଳି ମାପିବା, ଏଠାରେ ଆମେ ଠିକ୍ ଭାବେ ଲକ୍ଷ୍ୟ କରିବା ଏବଂ ପାଦକୁ ପାଦ ଲଗାଇ ଆମେ ନିଜ ବାରଣ୍ଡା ବା ଘରର ଦ୍ୱାର ବାରଣ୍ଡା ଆମେ ମାପିପାରିବା ଏବଂ ଠିକ୍ ଗଣି ଗଣି ଆମେ ମାପି ଚାଲିବା। ଦେଖିବା ଯେ ଆମ ପାଦରେ ବାରଣ୍ଡା ବା ଦ୍ୱାରର ଲମ୍ବ କେତେ ପାଦ ହେଉଅଛି ତାହା ଆମେ ଜାଣିଲା। ଏବେ ଆମେ ନିଜ ହାତରେ ମାପି ଜାଣିବା। ଆମେ କୌଣସି ଜିନିଷର ଧାରକୁ ଆମେ କିଭଳି ନିଜର ହାତରେ ମାପୁଛୁ ତାହାଠାରେ ଲକ୍ଷ୍ୟ କରିବା। ଦେଖିବା ଆମ ନିଜ ହାତରେ ସେହି ଜିନିଷର ଧାର କେତେ ହାତ ହେଉଛି ତାହା ଆମେ ଏଠାରେ ଜାଣିଲା। ତାହେଲେ ଆମେ ନିଜ ଚାଖଣ୍ଡ, ହାତ ଓ ପାଦ ନେଇ ଆମେ ବିଭିନ୍ନ ଜିନିଷ ତଥା ସ୍ଥାନର ମାପ କରିପାରିବା। ଧନ୍ୟବାଦ।